শ্রীমদ্ভাগবত তত্ত্ব পরমার্থ। শ্রী ভাগবত তত্ত্ব পরমার্থ অদ্ভুত বামନ ଶରୀର ବର୍ଣ୍ଣନ। ଶୁଣି ପରମର୍ଥ ସାର ଚରଣେ ପଡ଼ି ବାରମ୍ବାର କର ଯୋଡ଼ିଣ ଜଣାଇଲେ ଅଧମ ଉଦ୍ଧାର ବୋଇଲେ। ଆପର ଯେତେ ତତ୍ତ୍ୱପଦ କହି କରାଅ ତତ୍ତ୍ୱବୋଧ। ଅଦ୍ଭୁତ ବାମନ ଶରୀର ମିଳିଲେ ବଳି ଯଜ୍ଞ ଦ୍ୱାର। ସେ ରୂପେ ମୋହି ତାର ମନ ପାଦେ ହରିଲେ ତ୍ରିଭୁବନ। ପାଦେ ତାହାର ଶିର ଚାପି ପାତାଳପୁରେ ନେଇ ସ୍ଥାପି। ଏ ଅର୍ଥ କହ ଗୁରୁ ବ୍ରହ୍ମ ବିନାଶ କରି କାଳ ତମ। ଅଦ୍ଭୁତ କଥା ପଚାରିଲ ଯେ ଭାବ ଦେବଙ୍କୁ ଦୁର୍ଲଭ। ତାହା କହିବା ଶୁଣ ତୋରେ ଯେ ପ୍ରଶ୍ନ ପଚାରିଛ ମୋରେ। ବିନ୍ଦୁଟି ସାମାନ୍ୟ ବାମନ ନାଦଟି ବଳ ବଳବାନ। ଦେହଟି ଦେଶ ତାର ହୋଇ ସମୀର କାୟାକୁ ପାଳଇ। ବ୍ରହ୍ମ କପୋଳ ଯଜ୍ଞ କୁଣ୍ଡ ଜ୍ୟୋତି ବ୍ରହ୍ମ ଜଳେ ପ୍ରଚଣ୍ଡ। ବାମନ ପାଦ ବାଇ କହି ତ୍ରିଗୁଣ ତ୍ରିଧାର ବହଇ। ଇଅଁଳା ପିଅଁଳା ହେବେନି ଶିଶୁ ମୁନା ତ୍ରିଧାର ଘେନି। ଊର୍ଦ୍ଧ୍ୱକୁ ଆସଇ ସେ ଫେରି ମର୍ତ୍ତ୍ୟପୁରକୁ ଅଛି ଘେରି। ମଧ୍ୟରେ ସୁଷୁମ୍ନା ଦେଇ ବଳିର ଶିରକୁ ଢାଙ୍କଇ। ଏମତେ ତ୍ରିପାଦ ହୋଇଲା ତତ୍ତ୍ୱ ପରମାର୍ଥେ କହିଲା। ଆବର ଅଛି ନ୍ୟାୟ ସାର ପରମ ଅର୍ଥର ବିଚାର। ପିତାର ବିନ୍ଦୁଟି ବାମନ ମାତାର ଜବଳି ରାଜନ। ଯଜ୍ଞ କୁଣ୍ଡ ଭବ ହୋଇଲା ତ୍ରୟପାଦ ଦାନ ମାଗିଲା। ପାଦରୁ ଶିର ଯାଏ ଜାଣ ତ୍ରିପୁର ହୋଇଛି ପ୍ରମାଣ। ପିତାକୁ ସର୍ବଦାନ ଦେଲା ପାତାଳ ଭବରେ ରହିଲା। ଏ ପରମାର୍ଥ ତତ୍ତ୍ୱ ସାର ପଢ଼ି ଶୁଣି ତରିବେ ନର। ଅନନ୍ତ ଦାସନ ପାଇଲା ବିଷୟା ବିଷକୁ ପିଇଲା।